କହିଲେ ସଂଖ୍ୟାବଳ ଦୁର୍ନୀତି ହେଇକି ସଂଖ୍ୟାବଳ ତିଆରି ହେଇଛି। ତୁମେ ଯୋଉ ଭାରତୀୟ ଜନତା ପାର୍ଟି ପାର୍ଟି ଅଫିସ କରିଛ ରାମ ମନ୍ଦିର ପାଖରେ, ସେଟା କଣ ତମ ପୈତୃକ ସମ୍ପତ୍ତି? ସେ ସରକାରଙ୍କ ଜାଗା, ଇଏ ବି ସରକାରଙ୍କ ଜାଗା। ତମ ଯୋଉ ଆଇନ କାନୁନରେ ପାଇଛ, ଇଏ ମଧ୍ୟ ସେଇ ଆଇନ କାନୁନରେ ପାଇଛି। ମିଛ ବାସ୍ପଟ ମାରି ଗୋଟେ ମିଛ କଥା କହି ଲୋକମାନଙ୍କୁ ବିଭ୍ରାନ୍ତିକର କରୁଛନ୍ତି। ତାଙ୍କର ପୁଞ୍ଜେ ଲୋକ ଅଛନ୍ତି ପଶି ଯାଉଛି ବ୍ଲକ ଅଫିସରେ। ସରକାର ଆମର, ଆମେ ଯାହା ଚାହିଁବୁ ତାହା କରିବୁ। ଆଉ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ, ମେମ୍ବର, ଜିଲ୍ଲା ପରିଷଦ କିଣିଲେ ସିନା ବ୍ଲକକୁ ଯିବ। ସୁଯୋଗ ଆଗାମୀ ନିର୍ବାଚନରେ ତାଙ୍କୁ ଦିଆଯିବ ନାହିଁ। ବନ୍ଧୁଗଣ, ଦୀର୍ଘ 15 ବର୍ଷ ଧରି 2009 ମସିହା ଠାରୁ 2024 ମସିହା ପର୍ଯ୍ୟନ୍ତ ବେଗୁନିଆ ବୋଲଗଡ଼ବାସୀଙ୍କ ସେବା କରିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଅହରହ ଚେଷ୍ଟା ପ୍ରଚେଷ୍ଟା କରିଛି। ଆପଣମାନଙ୍କର ସହଯୋଗ, ଆଶୀର୍ବାଦ ଯାହା ମିଳିଛି ସେତେବେଳେ ମୋ ପାଇଁ ତା ଯଥେଷ୍ଟ ଥିଲା। 2009 ମସିହାରେ ଜାତୀୟ କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରିଥିଲି, ପରାଜିତ ହେଇଛି। 2014ରେ ଆମ ଓଡ଼ିଶା ଦଳରୁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରି ପରାଜିତ ହେଇଛି ଏବଂ 2009 ମସିହାରେ କଂଗ୍ରେସ ଦଳରୁ ପ୍ରତିଦ୍ୱନ୍ଦିତା କରି ପ୍ରାର୍ଥୀ ହୋଇ ପରାଜିତ ହୋଇଛି। ଭାଙ୍ଗି ପଡ଼ିନି କି ଠକି ପଡ଼ିନି, କାହିଁକି ନା ସେ ପଛରେ ଆପଣମାନଙ୍କର ଭଲ ପାଇବା ଓ ଆଶୀର୍ବାଦ ଯଥେଷ୍ଟ ଥିଲା। ଠିକ ଗତ ପଞ୍ଚାୟତ ନିର୍ବାଚନର 2 ମାସ ପୂର୍ବରୁ ଓଡ଼ିଶାର ବିକାଶ ପୁରୁଷ, ଓଡ଼ିଶାର ଯେ ପ୍ରଗତିର କର୍ଣ୍ଣଧାର, ଯେ ଓଡ଼ିଶାର ବିକାଶ ପାଇଁ ଅହରହ ଚେଷ୍ଟା ପ୍ରଚେଷ୍ଟା କରନ୍ତି, ଗରିବ ଦୁଃଖୀ ରଙ୍ଗୀ ଖଟିଖିଆ ଦିନ ମଜୁରିଆ ଚାଷୀ ପୁଅର ମୁହଁରେ ଯିଏ ହସ ଖେଳିବା ପାଇଁ ଚେଷ୍ଟା କରନ୍ତି, ସିଏ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଗତ ନିର୍ବାଚନ ପ୍ରକ୍ରିୟା ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଆମେ ଆଶା କରିଥିଲୁ ବୋଧହୁଏ ବିଜୁ ଜନତା ଦଳ ଟିକେଟ ଆମକୁ ମିଳିବ। ସେଟା ମଧ୍ୟ ହେଲା, ନବୀନ ବାବୁଙ୍କ ଆଶୀର୍ବାଦ ହେଲା, ବିଜୁ ଜନତା ଦଳ ଟିକେଟଟି ପ୍ରାପ୍ତ ହେଲା ଏବଂ ଦୀର୍ଘ 29 ବର୍ଷ ଧରି ବେଗୁନିଆ ବୋଲଗଡ଼ ମାଟି ଅହରହ ଚେଷ୍ଟା କରି ଆସୁଥିଲେ। 29 ବର୍ଷ ଧରି ବାହାର ଲୋକମାନେ ବେଗୁନିଆ ବୋଲଗଡ଼ରେ ନିର୍ବାଚିତ ହୋଇ ଅନେକ କାର୍ଯ୍ୟ କରିଛନ୍ତି, ତାହା ମୁଁ ଅସ୍ୱୀକାର କରୁନି। ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହେଇପାରି ନାହାନ୍ତି। ସେ ଆକାଂକ୍ଷାକୁ ନେଇ, ସେ ବିଶ୍ୱାସକୁ ପାର୍ଟି ପ୍ରତି ଅଞ୍ଚଳକୁ ଭଲ ପାଇବା ନେଇ ଯେତେବେଳେ ଟିକେଟଟି ନବୀନ ବାବୁଙ୍କର ବିଜୁ ଜନତା ଦଳ ଟିକେଟ ଆସିଲା, ଆପଣମାନଙ୍କର ମାଟି ପ୍ରୀତି, ଗାଁ ପ୍ରୀତି, ଅଞ୍ଚଳ ପ୍ରୀତି ଦୁଇଟା ଯେତେବେଳେ ଏକତ୍ରିତ ହେଇଗଲା, ସେତେବେଳେ ଆମେ 47,814 ଭୋଟ ବ୍ୟବଧାନରେ ବିପକ୍ଷ ପ୍ରାର୍ଥୀଙ୍କୁ ପରାଜିତ କରିପାରିଲେ। ସେ ଆପଣମାନଙ୍କର ସେ ହେଉଛି କରେତା ସହିତ ନବୀନ ପଟ୍ଟନାୟକଙ୍କର। ଆଜି ସେ ସମୟ ଉପନୀତ ହେଇଛି। 29 ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ନିଶ୍ଚିତ ଭାବରେ ସରକାର ନାହିଁ, ପ୍ରଫୁଲ୍ଲ ଭାଇ କହୁଥିଲେ, ସରକାର ସହିତ ଆମର କିଛି ମତଲବ ନାହିଁ। ଆମେ ସଂଗ୍ରାମୀ। ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ହେଉଛି ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ। ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ସାରା ଓଡ଼ିଶା ସମେତ
भारतवर्ष को दिग्दर्शन दिए बांकुड़ीगढ़ अनंग नरेंद्र एवं लैंडर गौरचरण अधिकारी सारापदर दलित पिंडी चंदन आरंभ करी प्रत्येक कवि देशप्रेमी देशभक्त स्वाधीनता संग्रामी ये बेगुनिया गोलगढ़ बासिला सारा ओडिशा भारतवर्ष माटीर सन्तान मान आने संग्राम कर शिखिचे जो सरकार जो दल अच्छी से दल अनेक कथा करेंगे कार्य कौन कर देखिए जबयुक्त हो जाती विश्वास कर भारतीय जनता पार्टी सरकार को आसब दल सभापति कहदे राति पाइले बीएसके कार्ड बंद हो सत को सत डाक्तर खाना बीएसके रोगी को मना कले नहीं चिकित्सित हो पार नहीं सरकार बदली गला गोटे सकाल 8 घटिकार राति 8टा को निद हजिगला मुंड नवीन पट्टनायक पाखे बीएसके कार्ड चालू नवीन पट्टनायक आज जीवित अच्छा दल नेतृत्व गत काली संसदीय बोर्ड अध्यक्ष हेले दिल्ली जो 9 जन राज्यसभा सांसद विजु जनता दल अच्छा ओडिशा बसी नेतृत्व ने दिल्ली मिसई आम नेता को मिसई आम 51 जन विधायक निर्वाचित गत काली विधानसभा अधिवेशन आसंता काली आरंभ हम बजेट 25 तारिख उपस्थापन हम से संपर्क संघ भवन आम नेता जो चरम बाणी शुणी आम मान माध्यम भारतीय जनता पार्टी को प्रश्न पचारा गाँव बोली जुलाई 1 तारिख 300 यूनिट पर्यंत बिजुली छाड़ घोषणा कर 31 टंका दाना क्विंटाल पिछा कर राज्य सरकार एवं केंद्र सरकार देउथिबा विधवा बार्धक्य विकलांग ठारू आरंभ करी गुड़िक 3000 टंका करिवो सुभद्रा योजना 50,000 टंका करी मां मान को देबे केते मां मान को देबे आगामी दिन रे देखिबा अपेक्षा करंतु बंधु माने मैन्युफैक्चर घोषणा घोषणा करी आज सरकार को आसी सत हो कि मिछ हो लोचन आसो कहले शंख भवन दुर्नीति शंख भवन तुम्हें जो भारतीय जनता पार्टी पार्टी ऑफिस कर राम मंदिर पाखे तम पैतृक संपत्ति सरकार जगह ये भी सरकार जगह तुम जो आईन कानून ने पाइछ ये बंद से आईन कानून ने पाइछ मिछ बास्पट मारी मिछ कथा कही लोक मान को विभ्रांति करुछन तकर पुंजे लोक अथंती पसी जाउछि ब्लॉक ऑफिस रे सरकार हमर हमें जहां चाहेबु ता करिवु आ पंचायत रे सरपंच समिति सभ्य मेंबर जिला परिषद जिले सिना ब्लॉक को जीवो सुजोग आगामी निर्वाचन में दिया आज पंचायत समिति भितर पशि हक जाहिर करने हक जाहिर करेंगे सरपंच महोदय समिति सभ्य महोदय चेयरमैन भाइस चेयरमैन जिला परिषद विधायक जाई लोकों हक मागिबे सरकार पाखे तुम्हें को अधिकार नहीं जाउछ अपराधिता सड़न के पड़े आसी आम रिभ्यू करू तुम्हें रिभ्यू दियो 5 वर्ष का धरी आम तुमको निर्वाचित करी लोकसभा को पठेलु गत 5 वर्ष बेगुनिया बोलगढ़ बासी कौन कर हिसाब पापड़ माने जल्दी देखिए सम्मुखें भागे कौन कर बेगुनिया बोलगढ़ बेगुनिया बोलगढ़ नवीन बाबू
ସପୋର୍ଟ କରିଛନ୍ତି ତାଙ୍କ ଆଗରେ ବଖାଇ ଦେବ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମୃତ୍ୟୁ ସଞ୍ଜୀବନୀ ଯେତେବେଳେ 60 ଟଙ୍କା ଲୋକ ଭତ୍ତା ପାଉଥିଲେ, ଏଇ ନବୀନ ବାବୁ 300 କରିଥିଲେ, 300ରୁ 1000 କଲେ ନିର୍ବାଚନ ପୂର୍ବରୁ। ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରୋତ୍ସାହନ ରାଶି 10,000 ଟଙ୍କା କରି ନିର୍ବାଚନ ପୂର୍ବରୁ ଦେଇଥିଲେ। ସେ କୋମଳମତି ଶିଶୁମାନଙ୍କ ପାଇଁ, ସେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଗାମୀ ଦିନରେ ତମେ କଣ ଯୋଜନା କରୁଛ এই ছাত্র সমাধানকারী পচারিব। শিক্ষা প্রতি কোটে গলা সে জবাব সরকার আগামী দিনের দেবে। যে কলেজে ছাত্রছাত্রী পাঠ পড়ুଛନ୍ତି, যে ପରିବାରର ପିଲାମାନେ କଲେଜରେ ପାଠ ପଢୁଛନ୍ତି, ସେ ପିଲାମାନଙ୍କୁ ଶିଖେଇ ଦିଅ, ବଜାଇ ଦିଅ, ପଚାରିବେ ସରକାରଙ୍କୁ ପାଠ ପଢିବା ପାଇଁ ନବୀନ ବାବୁ ଗରିବ ପିଲାଙ୍କ ଠାରୁ ଆରମ୍ଭ କରି ସାଇକେଲ, ଲାପଟପ୍ ଏବଂ ରାଶି ଟଙ୍କା ଦଉଥିଲେ, ତମେ ଆଗାମୀ ଦିନରେ କଣ ଦବ? ପ୍ରତ୍ୟେକ କ୍ଷେତ୍ରରେ ଆମେ ତାଙ୍କୁ ଜବାବ ମାଗିବା। ଓଡ଼ିଶାର ବିକାଶ କଥା କୁହନ୍ତୁ। ଯେତେ ଗୁଡ଼ିଏ ଗ୍ରାମାଞ୍ଚଳ ରାସ୍ତା ଅଛି ଟିକେ ଭୁଲି ଯାଆନ୍ତୁ। ସାଇକେଲ ଯଦି କୋଉ ବୁଢା ବୋହୂ ସାଙ୍ଗେ ଯାଉଥିଲା, ସେ 5-10 କୋଚର ରାସ୍ତାରେ ପଡୁଥିଲା, ଆଜି ଠିକ ରାସ୍ତାରେ ଯିବା ଆସିବା କରୁଛି। ବିକାଶ କଥା କୁହନ୍ତୁ। ଯଜ୍ଞ ମଣ୍ଡପ ଠାରୁ ଆରମ୍ଭ କରି ମନ୍ଦିର, ମସଜିଦ, ଗିର୍ଜା, ମଣ୍ଡନଗିରି ଠାରୁ ଆରମ୍ଭ କରି ରାମଚଣ୍ଡୀଙ୍କ ପର୍ଯ୍ୟନ୍ତ ଯାଆନ୍ତୁ, ଦେଖିବେ ନବୀନ ବାବୁଙ୍କର ବିକାଶର ପାଦ ଚିହ୍ନ ଏମୁଣ୍ଡୁ ସେମୁଣ୍ଡୁ ବାରି ହେଇ ଦିଶୁଛି। ଏ ବନ୍ଧୁଗଣ, ଆମେ ସମସ୍ତେ ଆପଣମାନଙ୍କ ସାଙ୍ଗରେ ଅଛୁ। ଏ ମାଟି ପିଚୁକୁଳି ମାଟିରୁ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା। ସେ ମାଟିରେ ଆଜି ଆହ୍ୱାନ ଦିଆଯାଉଛି। ବରଗଡ଼ ପଞ୍ଚାୟତ ସମିତିରେ ଯୋଉ ବିକାଶ ହବ, ସେ ବିକାଶର ପ୍ରମୁଖ ବିନ୍ଧାରେ ରହିଲେ ପ୍ରଫୁଲ ଭାଇ, ବଡ ଭାଇ। ଆମେ ତାଙ୍କ ସହିତ ସମସ୍ତେ ମିଳିମିଶି ଏ ଅଞ୍ଚଳରେ ବିକାଶ କରିବା। ଆମ ନ୍ୟାଯ୍ୟ ଦାବି, ନ୍ୟାଯ୍ୟ ହକ ଆମେ ପ୍ରତିପାଦିତ କରିପାରିବା। ସାମ୍ନାରେ ଲଢ଼େଇ କରି ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଏ ମାଟିର ସନ୍ତାନ ହିସାବରେ ଆପଣମାନଙ୍କର ଆଶୀର୍ବାଦ ପାଇ ଯୋଉ ପଦବୀ ପାଇଛି, ଯୋଉ ଚୌକି ପାଇଛି, ସେ ଚୌକିର ଯଥାର୍ଥ ସମ୍ମାନ ଆପଣମାନଙ୍କୁ ଆଗାମୀ ଦିନରେ ନିଶ୍ଚିତ ଭାବରେ ନୀତି ମିଳିବ, ଏଥିରେ ମାତ୍ର ସନ୍ଦେହ ନାହିଁ। ମୁଁ ଜବାବ ଦଉଛି, ପ୍ରତିଶ୍ରୁତି ଦଉଛି, ଏ 5 ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ କର୍ମୀଙ୍କ ଦେହରେ ଟିକେ ପଡ଼ିବାକୁ ଦେବି ନାହିଁ। ମୁଁ ନିଜେ ସମ୍ମୁଖ ଭାବରେ ହିସାବରେ ଠିଆ ହେଇଛି। ଏ ଜବାବ ଆଜି ଆପଣମାନଙ୍କ ପାଖରେ ଦଉଛି। ଆଗାମୀ ଦିନ ନିଶ୍ଚିତ ଭାବେ ଯେତେ ଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ ଅଞ୍ଚଳର ଆବଶ୍ୟକତା ଅଛି, ତା ନିଶ୍ଚିତ ଭାବରେ ଆମେ ପୂର୍ଣ୍ଣ କରିବା, ଏଥିରେ କୌଣସି ସନ୍ଦେହ ନାହିଁ। ବନ୍ଧୁଗଣ, ଆମେ ସମସ୍ତେ ଯଦି କିଛି ଭେଦଭାବ ଥାଏ, ଆମେ ମିଳିତ ଭାବରେ ସମସ୍ତେ ଏକତ୍ରିତ ହୋଇ ପିଚୁକୁଳି ମାଟିର ଏ ପଞ୍ଚାୟତର ବିକାଶ କରିବା, ଏହି କଥା ଦେଇ ଏ ବାର୍ତ୍ତା ରଖି ମୋର ବକ୍ତବ୍ୟ ସମାପନ କରୁଛି। ଧନ୍ୟବାଦ।